ସକାଳ ହେଉ ହେଉ ସକାଳର ଶବ୍ଦ ଶୁଣିବା ପରେ ନିଜକୁ ସୁରକ୍ଷା ଦେବା ଏବଂ ସୁରକ୍ଷିତ ରହିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସୃଷ୍ଟିର ଏହି ଜୀବ ନିଜକୁ ସଜେଇ ରଖିବା ପାଇଁ ଚେଷ୍ଟା ବି ଜାରି ରଖିଛି। ବାୟୋଲୋଜିର ଅନେକ ବିଭାଗ ରହିଛି। ସେହି ବିଭାଗ ଭିତରେ ରହିଛି ଏପରି ଜୀବଟିଏ। ମୋମେଣ୍ଟ ଦେଖନ୍ତୁ, ବଡ଼ିର ଏକ୍ସପାନ୍ସନ୍ ଏକ୍ସଟେନସନ୍କୁ ଦେଖନ୍ତୁ। ତେଣୁ ନିଜର ଡେଷ୍ଟିନେସନ୍ ପ୍ଲେସ୍କୁ ଯିବା ପାଇଁ ଚେଷ୍ଟା ଜାରି ରହିଛି। ଜୀବେ ଦୟା ଭାବେ ଆଦର୍ଶ। ପରୋକ୍ଷରେ କେଉଁଠି ନା କେଉଁଠି ଆମକୁ ସାହାଯ୍ୟ କରିପାରିବ ଏହି ଜୀବଟିଏ। ଏହାକୁ ବି ଆମେ ଅନୁଭବ କରିବାର ଆବଶ୍ୟକତା ରହିଛି। ଆମେ ଏହାକୁ ସୁରକ୍ଷିତ ସ୍ଥାନରେ ଛାଡ଼ିଦେବା ଆମର ବି ଦାୟିତ୍ୱ ରହିଛି। ତେଣୁ କୌଣସି ପଏଜନିୟସ୍ ସ୍ନେକ୍ ଏନି ରିପିଟଲ୍ସକୁ ଆମେ ହତ୍ୟା କରିବା ନାହିଁ। ତାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ଛାଡ଼ିଦେବା ଉଚିତ ମନେ ହେଉଛି। ଏକ ପ୍ରେଜେଣ୍ଟେସନ୍ ସକାଳର ଶବ୍ଦ ଶୁଣି ବ୍ୟସ୍ତ ହୋଇଯାଉଛି ଜୀବଟି ନିଜର ଡେଷ୍ଟିନେସନ୍ ପ୍ଲେସ୍କୁ ଚାଲିଯିବା ପାଇଁ। ତେଣୁ ସମସ୍ତେ ଜୀବନର ଡେଷ୍ଟିନେସନ୍ ପ୍ଲେସ୍କୁ ଯିବାର ଆବଶ୍ୟକତା ରହିଛି। ୱିଦାଉଟ୍ ଟାର୍ଗେଟ୍ରେ ଆମେ କିଛି ବି କରିପାରିବା ନାହିଁ। ତେଣୁ ଟାର୍ଗେଟ୍କୁ ନେଇ ମୋମେଣ୍ଟ ହେଉଛି ଜୀବନର ବଡ଼ ପ୍ରକ୍ରିୟା। ଏହା ଏହି ଜୀବଟି ଆମକୁ ଇନଡାଇରେକ୍ଟଲି ପ୍ରେଜେଣ୍ଟେସନ୍ କରୁଛି। ସକାଳର ଶବ୍ଦ, କ୍ରୋ ନିଜର ଶବ୍ଦ କରୁଛି। ଅନ୍ୟାନ୍ୟ ପକ୍ଷୀ ନିଜର ଶବ୍ଦ ମାଧ୍ୟମରେ ସକାଳକୁ ସ୍ୱାଗତ କରୁଥିବା ବେଳେ ଏହା ବିକଳ ଭାବରେ ଗତି କରୁଛି, ଭୟ ଭାବରେ ଗତି କରୁଛି ନିଜର ଡେଷ୍ଟିନେସନ୍ ପ୍ଲେସ୍କୁ। ୱିଦାଉଟ୍ ଏମ୍ ୱି କ୍ୟାଣ୍ଟ ଡୁ ବେଟର୍। multi learning, multi skill, multi respect presentation by SK Education Track। ଜୀବଟିର ନାଁ କହିବା ପାଇଁ ନିବେଦନ। ଯେଉଁମାନେ ବାୟୋଲୋଜିରେ ସାମିଲ ଅଛନ୍ତି ଏବଂ ଏପରି ଜୀବକୁ ଦେଖିଛନ୍ତି।